ଆମର 2 ତାରିଖ ଦିନ ସେମାନେ ବାହାରିଗଲେ। 3 ଭାଇ ଗୋଟେ ବଡିର ବାହାରିଗଲେ। ସେଇନ ଅଛନ୍ତି 16 ଜଣ ଲୋକ। 2 ତାରିଖ ଦିନ 2ଟା ବେଳେ ଆମକୁ ଫୋନ କଲେ ଯେ ଆମର ବଡି ବାହାରିଗଲେ, ତୁମ ସାଙ୍ଗରେ ଆଉ ଯୋଗାଯୋଗ ହେଇପାରିବାନି, ଆମର ମୋବାଇଲ ରଖିଦେଲେ। ରାତିର ମାଲିକ ୱାଲିସର କଥା ହେଇଛି, ଶନିବାର ଦିନ ଫୁଲ କଥା ହେଇଛି, ଇଏ ଆମର ରବିବାର ଦିନ କଥା ହେଇଛି। ଆମର ରବିବାର ଦିନ ଦିନ ସାରା ସେ କଥା ହେଇଛନ୍ତି, ରାତିକି ସୁଦ୍ଧା ଆଉ ଖୋଜ ଖାଜ କିଛି ନାହିଁ। ଆଉ ଆମର ୱାଲେସ ବୋଲି ନାଗୁନି, ମାନେ ଇଏ ହଉଛି। ତାପରେ ଆମର ଆଉ ଏତିକି ବୋଲି ଖବର ପାଉଲେନି। ଆମର ଟାର୍ଗେଟ ଅଛି କି ସେମାନେ 7 ଦିନେ ବେଳିବେ, 7 ଦିନେ ବେଲେ ଆମର କଲ ଆସିବ। ମାନେ ରବିବାର କତରୁ ମଣିଷ ମାନେ ଇଏ ହେଲେନି, ମାନେ ଆମକୁ କିଛି ଖବର ଦଉଛନ୍ତି। ଯଦି ଖବର ଯଦି ନ ଦଉଛ, ମୋ ଦେହର ବିଶ୍ୱାସ ସେ ଥିଲା, ସେ ଆମକୁ ଖବର ଦେଲା। ଖବର ଦେଇକି ଆମର ସିଏ ଶୁଣିକି ଗଲେ। ଯିବାକୁ ମାଲିକ ନାହିଁ, ମ୍ୟାନେଜର ବଇଛି। ମ୍ୟାନେଜର କୁ ପଚାରିଲେ ଯେ ମାଲିକ କାହିଁ ନା, ମାଲିକ ଘର କତିକି ଯାଇଛି। ମାନେ ମାଲିକକୁ ଦେଖ, ମାଲିକ କତିକି ଫୋନ ନଗିଲେ 2 3 ଥର ନଗିଲେ ମାଲିକ ଉଠିଲାନି। ତାପରେ ଆଳେ ଫୋନ ନଗିଲାକୁ ମାଲିକ ଉଠିକି ମ୍ୟାନେଜର ମୋ ହାତକୁ ଫୋନଟା ଦେଇଦେଲେ। ଯଦି ଦେଇଦେଲେ ମ୍ୟାନେଜର ମୋ ହାତକୁ ଫୋନ ଦେଇକି ସିଏ କିସ କଲେ, ମୁଁ କଥା ହେନି। ମୁଁ କହିନି ତୁମେ କେଇଟି ନା, ମୁଁ ଗୋଟେ ଜାଗାରେ ଅଛି। ଦେଇକି ମୁଁ କହିନି ତାହେଲେ ତୁମେ ଆସ ନା, ଫୋନ ଲଗିଛ କୁହ। ମୁଁ କହିନି ନା, ମୁଁ ଫୋନ ଲଗିଛି, କଥା ହେଇପାରିବିନି, ତୁମେ ଏଠିକି ଆସ ବଡ କତିକି। ଫୋନ କାଟିଦେଲେ। ଯଦି କାଟିଦେଲେ ସେଠି ତାଙ୍କ ସଦସ୍ୟ ନାୟକ ସିଏ ଆସିଲେ, ତାଙ୍କ ସାଙ୍ଗରେ କଥା ହେଲେ। କଥା ହେଇ ସାରିକି ସେ ମାଲିକ ସାଙ୍ଗରେ କଥା ହେଲେ ଯେ ଏରକ କିସ ହେଇଛି, ଘଟଣା କିସ ନା, ଏରକ ଆମର ସେ ମାଝି ନା ହଉଛି ବାଇନ କିସ କହିଲେ। ଦେଇକି ତାଙ୍କର ବଙ୍ଗଳା କଥା କହୁଛନ୍ତି। ଦେଇକି ଆମର କହିଲେ ହଉ ତାନେ ଇଏ କିଛି ସାହାଯ୍ୟ କରିକି ଖୋଜ, ହେଲିକପ୍ଟର କା ପଠାଉ ନା। 2ଟା ନଦୀ ଯାଇଛି, 2ଟା ନଦୀ ଯାଇକି ଖୋଜୁଛନ୍ତି, ପାଉନାହିଁ। ଏତେ ଆଜି ହେଲିକପ୍ଟର ପଠିବେ ବୋଲି କହିକି ଏତେବେଳେ ଯାଏ ହେଲିକପ୍ଟର ପଠୁ ନାହିଁ। ମୋର ଓଡିଶା ସରକାରକୁ ହାତ ଯୋଡୁଛି, ତା ଗୁଡ ଧରୁଛେ, ମୋ 3 ଜଣଙ୍କୁ ଆଣିଦିଅ, ମୋ 3 ଜଣ ପରିବାରକୁ ଆଣିଦିଅ। ମୁଁ ମୁଖ୍ୟମନ୍ତ୍ରୀ କି କହୁଛି, ହାତ ଯୋଡୁଛି ମନ ଆଜିକେ, ମୋ 3 ଜଣ ଲୋକଙ୍କୁ ମୋ ପାଖକୁ ଆଣିଦିଅ। আমি আবেদন করছি যে আমাদের মা কালী নামিত একটি আমাদের অ্যাসোসিয়েশন অন্তর্ভুক্ত ট্রলার 2/7/2026 সমুদ্রে যায় এবং 15 জন মৎস্যজীবী সমেত আজ অবধি তার খবর পাওয়া যায়নি। আমরা মাননীয় আমাদের সাংসদ সৌমেন্দু অধিকারীকেও জানিয়েছি, এডিএম মেরিনকেও জানিয়েছি। আমরা আমাদের যে এমএলএ মাননীয় চন্দ্রশেখর বাবু তাকেও জানিয়েছি এবং আমরা বিভিন্ন থানাকেও, দীঘা কোস্টাল, মন্দারমণি কোস্টাল বিভিন্ন জায়গায় জানিয়েছি। অতি সত্বর এখানটায় খোঁজার ব্যবস্থা করা হোক, নেভি দিয়ে এবং নেভির হেলিকপ্টার দিয়ে অতি সত্বর এটাকে যেন তাড়াতাড়ি খোঁজ নেয়। এদের পরিজন সমস্ত আমাদের বন্দরে এসে জড়ো হয়েছেন। আশা করি এই কথাগুলো রাখবেন।